କନ୍ୟା ରାଶି ଜାତ ବ୍ୟକ୍ତି ନିଜର ଆରାଧ୍ୟ ଦେବତା ତଥା ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କନ୍ୟା ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। କନ୍ୟା ରାଶି ପାଇଁ 2026 ମସିହା ଅପ୍ରେଲ ମାସର ମାସିକ ରାଶି ଫଳ। ବାଣିଜ୍ୟ ବ୍ୟବସାୟରେ ସମ୍ପୃକ୍ତ ଥିବା କନ୍ୟା ରାଶି ଜାତ ବ୍ୟକ୍ତି ଅପ୍ରେଲ ମାସରେ ବ୍ୟବସାୟ କ୍ଷେତ୍ରରୁ ଭଲ ପରିଣାମ ପାଇପାରିବେ। ବ୍ୟବସାୟ କ୍ଷେତ୍ରରେ ଅର୍ଥ ନିବେଶ କରିବା ପାଇଁ ସମୟ ବେଶ ଅନୁକୂଳ ରହିଛି। ଆର୍ଥିକ ନିବେଶରୁ ମଧ୍ୟ ଫାଇଦା ପାଇବାର ଯୋଗ ଦେଖାଯାଏ। ସେହିପରି ଚାକିରି କ୍ଷେତ୍ରରେ ରହିଥିବା କନ୍ୟା ରାଶି ଜାତ ବ୍ୟକ୍ତି ମାସର ପ୍ରଥମାର୍ଦ୍ଧରେ ବହୁତ ଶୁଭ ଫଳ ପ୍ରାପ୍ତ କରିବେ। ଚାକିରିରେ ପ୍ରମୋସନର ଯୋଗ ରହିବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କର ପ୍ରଶଂସା ଭାଜନ ହେବେ। ମାସର ଦ୍ୱିତୀୟାର୍ଦ୍ଧରେ ଚାକିରି କ୍ଷେତ୍ରରେ ବଦଳି ହେବାର ଯୋଗ ରହିଅଛି। ବ୍ୟାଙ୍କ, ଇନ୍ସୁରାନ୍ସ ଓ ଫାଇନାନ୍ସ ଭଳି ସେକ୍ଟରରେ କାମ କରୁଥିବା କନ୍ୟା ରାଶି ଜାତ ବ୍ୟକ୍ତି ବିଶେଷ ଭାବେ ଲାଭାନ୍ୱିତ ହେବେ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ ଅପ୍ରେଲ ମାସରେ କନ୍ୟା ରାଶି ଜାତ ବ୍ୟକ୍ତିଙ୍କର ଅର୍ଥ ଲାଭର ଯୋଗ ପ୍ରଶସ୍ତ ରହିଅଛି। ବିଭିନ୍ନ ଦିଗରୁ ଆୟର ପରିମାଣ ବୃଦ୍ଧି ପାଇବ। ପୂର୍ବରୁ କରିଥିବା ଆର୍ଥିକ ନିବେଶରୁ ମୋଟା ରକମର ଅର୍ଥ ହସ୍ତଗତ ହେବ। ଅର୍ଥ ସଞ୍ଚୟ କରି ରଖିବାକୁ ସମର୍ଥ ହେବେ, କିନ୍ତୁ ଖର୍ଚ୍ଚର ପରିମାଣ ମଧ୍ୟ ଅହେତୁକ ଭାବରେ ବୃଦ୍ଧି ପାଇବ। ଅପ୍ରେଲ ମାସ 14 ତାରିଖରେ ସୂର୍ଯ୍ୟ କନ୍ୟା ରାଶିର ଅଷ୍ଟମ ଭାବ ମେଷ ରାଶିରେ ପ୍ରବେଶ କଲେ ମାଲି ମକଦ୍ଦମା ଜନିତ ବେଶ କିଛି ବଡ଼ ପରିମାଣର ଅର୍ଥ ଖର୍ଚ୍ଚ ହେବାର ଯୋଗ ରହିଅଛି। ପ୍ରେମ ସମ୍ପର୍କରେ ରହିଥିବା କନ୍ୟା ରାଶି ଜାତ ପୁଅ ଓ ଝିଅମାନଙ୍କ ପାଇଁ ଅପ୍ରେଲ ମାସଟି ରୋମାନ୍ସ କରିବାର ମାସ ରହିବ। ଅପ୍ରେଲ 11 ତାରିଖ ପରେ କନ୍ୟା ରାଶି ଅଧିପତି ବୁଧ କନ୍ୟା ରାଶିର ସପ୍ତମ ଭାବ ମୀନ ରାଶିରେ ଶନି ମହାଗ୍ରହଙ୍କ ସହିତ ଏକତ୍ର ଅବସ୍ଥାନ କରିବେ। ଏହି ସମୟରେ ପ୍ରେମ ସମ୍ପର୍କରେ ରହିଥିବା ପ୍ରେମୀ ଯୁଗଳ ପରିଣୟ ସୂତ୍ରରେ ବାନ୍ଧି ହେବା ପାଇଁ ମନ ବଳାଇବେ, କିନ୍ତୁ ଏହି ଚିନ୍ତାଧାରା କାର୍ଯ୍ୟକାରୀ ହେବାର ଅହେତୁକ ବିଳମ୍ବ ଦେଖାଯିବ। ସେହିପରି ଅବିବାହିତ ରହିଥିବା ପୁଅ ଓ ଝିଅମାନେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ମନ ବଳାଇଲେ ସୁଦ୍ଧା ବିବାହ ବିଳମ୍ବିତ ହେବାର ସୂଚନା ମିଳେ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ ଅପ୍ରେଲ ମାସରେ କନ୍ୟା ରାଶିର ପାରିବାରିକ ସ୍ଥିତି ବଡ଼ ସୁଖପ୍ରଦ ରହିବ। ପରିବାର ସ୍ଥାନ ଉପରକୁ ପରିବାର ଭାବର ଅଧିପତି ମହାଗ୍ରହ ଶୁକ୍ର ଓ ନୈସର୍ଗିକ ଶୁଭଗ୍ରହ ବୃହସ୍ପତି ମହାଗ୍ରହଙ୍କର ଦୃଷ୍ଟି ରହୁଥିବାରୁ ପରିବାର ଭିତରେ ସୁଖ, ସମୃଦ୍ଧି ଓ ଶାନ୍ତି ଲାଗି ରହିବ। ପାରିବାରିକ ଆର୍ଥିକ ସ୍ଥିତି ଠିକ୍ଠାକ୍ ରହୁଥିବାରୁ ପରିବାରର ସଦସ୍ୟମାନଙ୍କ ମନ ପ୍ରଫୁଲ୍ଲିତ ରହିବ। ଘରେ ଧାର୍ମିକ ଅନୁଷ୍ଠାନ ଅନୁଷ୍ଠିତ ହେବ। ଏହାଛଡ଼ା ଘରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପରିବାରର ସମସ୍ତ ସଦସ୍ୟ ବେଶ୍ ତତ୍ପର ହୋଇ ଉଠିବେ। ସପରିବାର ଦେବଦର୍ଶନ ଓ ତୀର୍ଥାଟନରେ ଯିବାର ସୁଯୋଗ ଆସିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ଅପ୍ରେଲ ମାସ କନ୍ୟା ରାଶି ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ମାସର ପ୍ରଥମାର୍ଦ୍ଧରେ ହାଡ଼ଜନିତ ଓ ସ୍ନାୟୁତନ୍ତ୍ର ସମ୍ପର୍କିତ ସମସ୍ୟା ଭୋଗ କରିବାର ସମ୍ଭାବନା ରହିଅଛି। କନ୍ୟା ରାଶି
ବା କନ୍ୟା ଲଗ୍ନ ଉପରକୁ ଶନି ମହାଗ୍ରହଙ୍କର ନିରନ୍ତର ଦୃଷ୍ଟି କନ୍ୟା ରାଶିର ବା କନ୍ୟା ରାଶିଜାତ ବ୍ୟକ୍ତିଙ୍କର ଗ୍ୟାଷ୍ଟ୍ରିକ୍ ରୋଗ ସୃଷ୍ଟି କରିପାରେ। ଏହାଛଡ଼ା କନ୍ୟା ରାଶିଜାତ ବ୍ୟକ୍ତି ଯାତ୍ରା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେବାର ମଧ୍ୟ ସମ୍ଭାବନା ରହିଅଛି। ଏପରିକି ଦୁର୍ଘଟଣା ଘଟି ହାତ ଗୋଡ଼ ଭାଙ୍ଗିଯିବାର ମଧ୍ୟ ଭୟ ଦେଖାଯାଏ। କନ୍ୟା ରାଶିଜାତ ବ୍ୟକ୍ତି ଅପ୍ରେଲ ମାସରେ ଅଶୁଭ ଫଳର ଅଶୁଭତ୍ୱକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ଏହା ସହିତ କନ୍ୟା ରାଶିଜାତ ବ୍ୟକ୍ତି ନିଜର ଆରାଧ୍ୟ ଦେବତା ତଥା ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାନ୍ତି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।